ଧ୍ୟାନ ହେଉ, ମନ୍ତ୍ର ଜପ ହେଉ ଅବା ନାମ ଜପ ହେଉ, ୟା ବିଷୟରେ ଆମେ ଜାଣିବାକୁ ଚେଷ୍ଟା କରିଥାନ୍ତି ଅଧିକ, ମାତ୍ର ଜୀବନରେ ପ୍ରୟୋଗ କରିଥାନ୍ତି କମ୍। ଯେମିତି ନଈ କୂଳରେ ଠିଆ ହୋଇ ନଈର ଗଭୀରତାକୁ ଅନୁମାନ କରିବା ଆଉ ନଈକୁ ଓହ୍ଲାଇ ତାର ଗଭୀରତାକୁ ଜାଣିବା, ୟା ଭିତରେ ଆକାଶ ପାତାଳ ଫରକ ରହିଥାଏ। ଠିକ୍ ସେମିତି ଆମେ ନାମ ଜପକୁ ନେଇ କେବଳ ତା ବିଷୟରେ ଟିକେ ଭାବି ଦିଅନ୍ତି ସିନା, ହେଲେ କେବେ ବି ନାମ ଜପ କରିନଥାନ୍ତି। ତେଣୁ ତାର ମହତ୍ତ୍ୱକୁ ଆମେ ଉପଲବ୍ଧି କରିପାରନ୍ତି ନାହିଁ। ବହୁତ ଲୋକ ଭାବିଥାନ୍ତି ଯେ ନାମ ଜପ କଲେ ଆମର ଫାଇଦା କ'ଣ, ନାମ ଜପ କଲେ କ'ଣ ଭଗବାନ ଆମକୁ ମିଳିଯିବେ? ଦର୍ଶକ ବନ୍ଧୁ, ନାମ ଜପରୁ ଭଗବାନଙ୍କୁ ପାଇବା ନ ପାଇବା ତାହା ତ ଅଲଗା କଥା, କିନ୍ତୁ ଗୋଟାଏ କଥା ସତ ଯେ ନାମ ଜପ ଆମର ବର୍ତ୍ତମାନର ଜୀବନକୁ ଖୁସିରେ ଜୀଇବାକୁ ଦେଇଥାଏ। ଗୋଟାଏ କଥା ଭାବନ୍ତୁ ତ, କ'ଣ ପ୍ରକୃତରେ ଆମେ ଆମର ବର୍ତ୍ତମାନର ଜୀବନକୁ ଭଲ ଭାବରେ ଜୀଇ ପାରୁଛନ୍ତି? ନୁହେଁ ନା? ଏହାର କାରଣ କ'ଣ ହୋଇପାରେ? ଏହାର କାରଣ ହେଲା ଆମ ମନର ଚଞ୍ଚଳତା। ଏଇଟା କରିବି, ସେଇଟା କରିବି, ଏଇଆ କଲେ ବହୁତ ପଇସା ଆସିବ, ଏମିତି ଭାବରେ ଆମ ମନ ଆମକୁ ବହୁତ ହଇରାଣ କରିଥାଏ। ଆଉ ଆମ ପାଖରେ ସବୁ ଥାଇ ବି ଆମେ ବର୍ତ୍ତମାନ ଜୀବନରେ ସୁଖୀ ହୋଇପାରନ୍ତିନି, ନିଜ ଜୀବନକୁ ଶାନ୍ତିରେ ଜୀଇ ପାରନ୍ତିନି। ତେବେ ନାମ ଜପ ଦ୍ୱାରା ଆମ ଜୀବନରେ କେମିତି ଅନେକ ଗୁଡ଼ିଏ ଫାଇଦା ହୋଇଥାଏ, ଆସନ୍ତୁ ସେ ବିଷୟରେ ଜାଣିବା। ଗୋଟିଏ ଛୋଟିଆ ଉଦାହରଣ, ଆପଣ ଅନୁମାନ କରିଥିବେ ଆମେ କୌଣସି ଏକ ଗୀତକୁ ବାରମ୍ବାର ଶୁଣିବା ପରେ ଧୀରେ ଧୀରେ ତାହା ଆମ ମନ ଭିତରେ ରହିଯାଏ। ଆଉ ଯେତେବେଳେ ଆମେ କିଛି ବି କାମ କରୁଥାନ୍ତି ତ ସେଇ ଗୀତକୁ ଆମେ ଗୁଣୁଗୁଣେଇକି ଗାଇଥାନ୍ତି। ଆମ କାମ ତ ଚାଲିଥାଏ, ମାତ୍ର ତା ସହିତ କେତେବେଳେ ଯେ ଆମ ଗୀତ ଗାଇବା ମଧ୍ୟ ଚାଲିଥାଏ ତାହା ଆମେ ଜାଣିପାରନ୍ତି ନାହିଁ। ମନର ଏକ ଧର୍ମ ହେଲା, ଯଦି କୌଣସି ଜିନିଷକୁ ଏହା ଗ୍ରହଣ କରିନିଏ ତ ମନ ମଧ୍ୟ ସେଇଭଳି ଆଚରଣ କରିବାକୁ ଲାଗେ। ସାଧାରଣତଃ ଅଧିକାଂଶ ନେଗେଟିଭିଟି ବା ନକାରାତ୍ମକ ଜିନିଷ ଗୁଡ଼ିକୁ ଆମ ମନ ଧରି ରଖିଥାଏ, ଯେଉଁଥିପାଇଁ ଆମେ ଅଧିକାଂଶ ସମୟ ନକାରାତ୍ମକ ଭାବନା ହିଁ କରିଥାନ୍ତି, ଆଉ ତାହା ଆମେ ଜାଣିପାରିନଥାନ୍ତି। ଆଉ ଯେମିତି ଯେମିତି ଆମେ ସକାରାତ୍ମକ ଚିନ୍ତନ କରିବାକୁ ଆରମ୍ଭ କରନ୍ତି କିମ୍ବା ଖୁସି ହେବାକୁ ଚେଷ୍ଟା କରନ୍ତି ତ ଆମର ମନ ଭିତରେ ଭିତରେ ପ୍ରତିକ୍ରିୟା କରି ଆମକୁ କହିଥାଏ, ତୁ ଖୁସି କ'ଣ ପାଇଁ ହେଉଛୁ, ତତେ ଦୁଃଖୀ ହିଁ ରହିବାକୁ ପଡ଼ିବ। ଦର୍ଶକ ବନ୍ଧୁ, ଆଜି ମଣିଷ ମନରେ ଏତେ ମାତ୍ରାରେ ନକାରାତ୍ମକ ଜିନିଷ ଗୁଡ଼ିକ ଭରି ରହିଛି ଯେ ସୁଖ ସାଧନ ପାଇଁ ମଣିଷ ପାଖରେ ଅନେକ ଜିନିଷ ଥିଲେ ବି ସେଥିରେ ନକାରାତ୍ମକ ମନ ତାକୁ କାହିଁକି ଖୁସି ମିଳୁଛି ବୋଲି ଚିନ୍ତିତ ହୋଇଯାଏ। ଆଉ ଏଇ ନକାରାତ୍ମକତା ମଣିଷକୁ ଏମିତି କାବୁ କରି ରଖିଛି ଯେ ନକାରାତ୍ମକ ମନ ମଣିଷକୁ କହିଥାଏ, ନା ନା, ମୁଁ କୌଣସି ଖୁସି ମିଳୁଥିବା ଜିନିଷରେ ଖୁସି ହୋଇପାରିବିନି, ତତେ ଦୁଃଖୀ ହେବାକୁ ପଡ଼ିବ, କ୍ରୋଧୀ ହେବାକୁ ପଡ଼ିବ, ଈର୍ଷାଳୁ ହେବାକୁ ପଡ଼ିବ, ଲୋଭୀ ହେବାକୁ ପଡ଼ିବ, ତତେ ଅହଙ୍କାରୀ ହେବାକୁ ପଡ଼ିବ। ତେବେ ଦର୍ଶକ ବନ୍ଧୁ, ଏ ବିଷୟରେ ନାମ ଜପର ଭୂମିକା କ'ଣ, ଆସନ୍ତୁ ଜାଣିବା। କୌଣସି ନାମ ଜପ ଦ୍ୱାରା ମନ ସେଇ ଗୋଟିଏ ଜିନିଷକୁ ଗ୍ରହଣ କରି ଧୀରେ ଧୀରେ ସେଥିରେ ହିଁ ସ୍ଥିର ହେବାକୁ ଲାଗେ। ଯେମିତି କୌଣସି ବି କାମ କଲାବେଳେ ଆମେ କୌଣସି ଏକ ଗୀତକୁ ଆପେ ଆପେ ଗୁଣଗୁଣେଇଥାନ୍ତି, ଠିକ୍ ସେହିପରି କୌଣସି ବି କାମ କଲାବେଳେ ଆପେ ଆପେ ନାମ ଜପ ଆରମ୍ଭ ହୋଇଯାଏ। ଫଳରେ ମସ୍ତିଷ୍କରେ କେବଳ ଈଶ୍ୱରଙ୍କ ନାମ ହିଁ ରହିଯାଏ ଏବଂ ଏହି ସକାରାତ୍ମକ ଉର୍ଜା ଆମ ଭିତରେ ଥିବା ନକାରାତ୍ମକ ତତ୍ତ୍ୱ ଗୁଡ଼ିକୁ ଧୀରେ ଧୀରେ ସଫା କରି ଆମ ମନକୁ ନିର୍ମଳ କରିଦିଏ, ଯଦ୍ୱାରା ମନ ଭିତରେ ଏକ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ମନ ଭିତରେ ଦୟା, କ୍ଷମା, ଅହିଂସା, ଶାନ୍ତି, ନିର୍ଲୋଭ, ପରୋପକାର, ସହନଶୀଳତା ଏମିତି ଅନେକ ଗୁଡ଼ିଏ ସକାରାତ୍ମକ ତତ୍ତ୍ୱ ଜାଗ୍ରତ ହୋଇ ନିଜଠାରେ ଦିବ୍ୟତ୍ୱ ପ୍ରାପ୍ତ ହେଲା ଭଳି ଅନୁଭବ ହେବାକୁ ଲାଗେ। ଯେମିତିକି ଆମକୁ କୌଣସି ଖରାପ କର୍ମ କରିବାକୁ ଇଚ୍ଛା ହେବ ନାହିଁ କି ଖରାପ ଚିନ୍ତା ମନକୁ ଆସିବ ନାହିଁ, ଈର୍ଷା ଭାବ ଆସିବ ନାହିଁ କି ମନରେ ଗର୍ବ ଅହଙ୍କାର ଆସିବ ନାହିଁ, କୌଣସି ବି ନକାରାତ୍ମକ ଚିନ୍ତନ ମନକୁ କବଳିତ କରିବ ନାହିଁ। ତେଣୁ ନାମ ଜପ ଅଭ୍ୟାସ କରିଥିବା ସାଧକକୁ କେହି କୌଣସି ନକାରାତ୍ମକ କଥା କହିଲେ ମଧ୍ୟ ତାହା ତାକୁ ଫରକ ପଡ଼ିନଥାଏ। ନାମ ଜପ ଦ୍ୱାରା ଧୀରେ ଧୀରେ ବିବେକ ଜାଗ୍ରତ ହେବାକୁ ଲାଗେ, ବିଚାରରେ ସକାରାତ୍ମକତା ଆସିବାରୁ କୌଣସି ବି ବିଷୟରେ ସହଜରେ ଡିସିସନ ନେଇ ହୁଏ, ମନ ପ୍ରସନ୍ନ ଥିବାରୁ କୌଣସି ବି କାମ କରିବା ବେଳେ ଖୁସି ଅନୁଭବ ହୋଇଥାଏ ଏବଂ ପ୍ରତିଟି କାମରେ ସଫଳତା ମିଳିବାକୁ ଲାଗେ। ନାମ ଜପରେ କେବେ ବି କାହାର କ୍ଷତି ହୋଇନଥାଏ, ବରଂ କେବଳ ଫାଇଦା ହିଁ ଫାଇଦା ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆଜିର ପ୍ରସଙ୍ଗକୁ ଏଇଠି ରଖିବା। ପୁଣି ଆସିବି ଆଉ ଏକ ସୁନ୍ଦର ଶିକ୍ଷଣୀୟ ଭିଡ଼ିଓ ନେଇ। ସେ ପର୍ଯ୍ୟନ୍ତ ରହୁଛି, ବିଦାୟ।